ଶ୍ରୀକ୍ଷେତ୍ରରେ ଯେତେ ପର୍ବପର୍ବାଣୀ ଅଛି ତନ୍ମଧ୍ୟରୁ ଭଗବାନ କୃଷ୍ଣଙ୍କର ପର୍ବପର୍ବାଣୀ ବହୁତ ଅଧିକ ହୁଏ। ଗମ୍ମାଝୁଲଣ ହୁଏ, ଜନ୍ମାଷ୍ଟମୀ ହୁଏ, ଏଇ କାଳିଅଦଳନ ଭେଷ ହୁଅନ୍ତି, ଏଇଭଳି ଅନେକ କଥା ବି, ରୁକ୍ମିଣୀ ହରଣ ହୁଅନ୍ତି। ଆଜି ସକାଳେ ସେମିତି ଟିଭିଟାକୁ ଖୋଲିଦେଲା ବେଳକୁ ଜଣେ ଜଣଙ୍କୁ ପଚାରୁଛି, ଜଣେ ସେବକ କିଏ କହୁଛନ୍ତି ସେ ଦେବକୀ ବସୁଦେବଙ୍କ କୋଳରେ ଭଗବାନ କୃଷ୍ଣ ଜନ୍ମ ହେଲେ, ତାଙ୍କ ଗୋଡ଼ ହାତରେ ଯେଉଁ କ'ଣ ଏଟାକୁ କୁହନ୍ତି ଶିଙ୍କୁଳି ନା କ'ଣ, ସେ ଫିଟିଗଲା ପରେ କବାଟ ଗୁଡ଼ିକ ସବୁ ଖୋଲିଗଲା, ଦ୍ୱାର ଉନ୍ମୁକ୍ତ ହେଇଗଲା। ତାପରେ ବସୁଦେବ ଯେତେବେଳେ ଯମୁନା କୂଳରେ ପହଞ୍ଚିଲେ, ଯମୁନାଟି ଦୁଇ ଫାଳ ହେଇଗଲା, ତାମାନେ ମଝିରେ ଗୋଟେ ରାସ୍ତା ହେଇଗଲା। ଯେମିତି ଆମର ଖରାଦିନିଆ ରାସ୍ତା ଆଗରୁ ସବୁ ହେଉଥିଲା, ସେମିତି ଗୋଟେ ହେଇଗଲା। କିନ୍ତୁ ବସୁଦେବ ଆନନ୍ଦରେ ଯାଇ ପୁଅକୁ ଦେଇ ଝିଅଟିକି ନେଇକି ଆସିଲେ। ବିଜୁଳି କନ୍ୟାଟିକୁ କଂସ ଦେବକୀଙ୍କର ଝିଅ ବୋଲି ଭାବି ତାକୁ ଯେତେବେଳେ ମାରିବାକୁ ବସିଲେ, ସିଏ ଚିତ୍କାର କରି କହିଲେ, ତୁ କ'ଣ ମୋତେ ମାରୁଛୁ? ଆଉ ତତେ ମାରିବା ପାଇଁ ଯେ ଜନ୍ମ ହେଇଛି ସେ ଗୋପରେ ମାରୁଛି। ଏଇଭଳି କଥାଟା ମୁଁ ଶୁଣିବା ପରେ ମୁଁ ଭାବିଲି, ଏମାନେ ପଣ୍ଡିତ ଲୋକ, ଆମେ ଯାହା କହିବା ସମସ୍ତେ ହଁ ମାରିବାକୁ ବାଧ୍ୟ, ସେଭଳି କିଛି କଥା ନାହିଁ। ଆମେ ହଁ ନ ମାରିପାରୁ, ଆମ ମନକୁ ଗଲେ ଆମେ ହଁ ମାରିବୁ ନା। କ୍ଲାସରେ ଯେଉଁମାନେ ଟିକେ ଭଲ ପାଠ ପଢ଼ନ୍ତି ନାହିଁ, ତାଙ୍କୁ ଯାହା କହିଲେ ବି ସେ କହିବ। ଯେଉଁମାନେ ଭଲ ପଢ଼ନ୍ତି ସେମାନେ ବାରମ୍ବାର ଶିକ୍ଷକଙ୍କୁ ପଚାରନ୍ତି, ଜିଜ୍ଞାସା ଦ୍ୱାରା ତାଙ୍କର ପ୍ରଶ୍ନର ଉତ୍ତର ପାଆନ୍ତି। ଆଉ ଯେଉଁମାନେ ତା ଉପରକୁ ଯେଉଁମାନେ ଭଲ ପିଲା ଅଛନ୍ତି, ସେମାନେ ଏକାଥରେ ବୁଝନ୍ତି। ପୁରାଣ ତମାଦି ଦେବ ପୁରୁଷ ପୁରାଣ ସ୍ତମସ୍ୟ ବିଶ୍ୱସ୍ୟ ପରଂ ନିଧାନ। ସିଏ ହେଉଛନ୍ତି ପୁରାଣ ପୁରୁଷ। ଗୀତା ମଧ୍ୟ ସ୍ୱୀକାର କରିଛନ୍ତି। ଆମେ ସନାତନ ଧର୍ମର ଲୋକ, ଆମେ ଆମ ପୁରାଣକୁ ଯଦି ନିନ୍ଦା କରିବା ତାହେଲେ ଆମେ ଧର୍ମଦ୍ରୋହୀ। ଯେମିତି ହିନ୍ଦୁମାନଙ୍କର ପୁରାଣ ଗୁଡ଼ାକ ଏସବୁ ଗଳ୍ପ କହିକିରି, ଏସବୁ ଗଳ୍ପ ଏମିତି କହିକିରି ଅନ୍ୟ ଧର୍ମାବଲମ୍ବୀ ମାନେ ହିନ୍ଦୁମାନଙ୍କୁ ନିଜ ଧର୍ମ ଆଡ଼କୁ ନେଉଛନ୍ତି। ଆମେ ଥରେ ଯାଉଥିଲୁ, ଗୋଟେ ପ୍ରୋଗ୍ରାମରେ ଯାଉଥିଲୁ, 10-15 ମିନିଟ୍ ପୂର୍ବରୁ ଆମେ ପହଞ୍ଚି ଯିବା କଥା, ଟିକେ ବାଟରେ ଅଟକି ଗଲୁ। ଲୋକ ଗୁଡ଼ିକ ଟିକେ ବ୍ୟସ୍ତ ହେଇ ପଡ଼ିବେ, ଠିକ୍ ଟାଇମ୍ରେ ପହଞ୍ଚିବା। ଏଇଟା ହେଉଛି ଦକ୍ଷିଣ ଭାରତର ପାରଳାଖେମୁଣ୍ଡି। ସେ କିଆ ବୁଦା ପାଖରେ ସବୁ ଲୋକ ବସିଛନ୍ତି। ଆମେ ବି ଗାଡ଼ି ଗୁଡ଼ିକ ଅଟକିଲୁ, କହି କଥାବାର୍ତ୍ତା ଟିକେ ହେଲୁ, ଅଧଘଣ୍ଟା ଖଣ୍ଡ ସମୟ। ସେଇଠି ଆମେ ଜାଣିଲୁ ଯେ ସେ ନିକଟରେ ଜଣେ ଯୁବକ, ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛି। ସିଏ ଆମରି ସାଙ୍ଗରେ କଥା ହେଉଛି। ଏତିକି ବେଳେ ଯିଏ ହିନ୍ଦୁ
सी सागे सागे कौच आज्ञा ये बाबू आपण सागर कथा हो पचारे सी जदि एत ज्ञानी ये हिंदू धर्म को छाड़िक ख्रीष्ट धर्म कहीं ग्रहण कला पचारि बाबू तुम ख्रीष्ट धर्म ग्रहण कर आज्ञा कि मत हाँ कहीकि सी लोक सागर तार कजियाटा आरंभ करदेला तम से कहू कहू कहला तम ठाकुर गोटे स्तंभरू बाहर खुंटू बाहर ये सब तम ठाकुर माने 2-3 दिन पूर्व से हिंदू थिला एबे गत काली ख्रीस्टियान ताकू से कौन बुझे से कथा कहले बापू को मारिया पुणी पुओ कथार ठाकुर धर्म से धर्म को धर्म आम रू कहीं ये कजिया को शुणी मुझे कही बाबू तुम कजियाटा ये बंद कर मो पालाखेमुंडी जगन्नाथ मंदिर मोर 3 दिनिया कथा अच्छी तमें कौ दिन जीव कह मुझे दिन प्रहलाद नरसिंह हिरण्यकश्यप संपर्क में कहि तुमको जी बुझे सी भी ठीक भाव बुझीना एमती कथा हो आज्ञा मुझे कहला आमर भी समय है आम गाड़ी धरी माने मन भितर एमती सब बहुत कथा आसे जे आम कथा को जदि आम सब एमती भाव बुझे ताहले किछि लोकंक भितरे संघात सृष्टि नंद शब्दर काली भी कही नंद शब्दर अर्थ हूँ आनंद अच्छा जोठी आनंद अच्छी सेठी जशोदा अच्छा कि ना जो घरे आनंद रूपी नंद अच्छा आम समस्त ना आम बापा ना से जा किंतु जब तत्व बुझा आम समस्त बापा होती नंद प्रज्ञानं आनंदं ब्रह्म आनंद जोठी आनंद सेठी निश्चय जशोदा थे सबु माँ जशोदा जस युक्त दया समान होती जशोदा जो माँ जशस्वी जमती आमे कहू सावित्री केतबेले मंदोदरी केतबेले सती अन्नस्या केतबेले अहल्या कथा कहू आमे रानी पद्मिनी कथा कहू इतिहास कथा आम बांकीर रानी सुखदेवी कथा कहू लक्ष्मीबाई तेणु आमे कहीं कहू से माने जशस आमर जो पदटी कह लिभि आस जीवन संतक कहले केवल पुओ नुहे संत कीर्ति हूँ गोटे संतक दुनिया सबू चली जश कीर्ति सजीवती ये सब
तेणु बुझाक पड़ो गोटे पारिवारिक जीवन कथा हूँ भागवतर नंदोत्सव आम परिवार कथाटा से कहते आम गोटे बाहर बुझुचु से कृष्ण का मंदिर कौटी कृष्ण कौटी ना वो जाइए वृंदावन केते बात एते बात आ पैसा है तो आम वृंदावन जी वृंदावन नहीं देखू ता पाखे पैसा न हो भावी मो पापी लोक मुझे जड़े ब्राह्मण गोटे छोटिया कहानी जड़े ब्राह्मण भागवत पढ़ी लोक को शुणु केतक लोक बही चोर भी बही से चोरटी जो शुणिला ये ब्राह्मण पढ़ुंट कस्तूरी तिलक ललाटपटले भक्तस्थले नासाग्रे जितेबाला पंडित पंडित ये श्लोकटा को बुझेदे समझे शुणिले भक्ति रे ये चोरटा किंतु बहुत आनंद मुझे चोरी करी कहीं पुलिस हाथ में बंधा हेबी पुणी माड़ खाइबी ना यही लोकटा धई तारी देहरे जिते अलंकार अच्छी नहीं गले मो 7 पुरुष चलो ब्राह्मण तांकर भागवत पढ़ी नई बंधरे जाऊँ चोर बंधक तले लुचिकी धरला से ब्राह्मण कि बाबा तू कहीं मो पाक तो पाखे कौन अच्छी दे मो पाखे कौन अच्छे कदली 4-5टा अच्छी आउ 2-5टा से नुहे जो लोकर वर्णना कलु कस्तूरी तिलक लाटपटले वक्षस्थले कौस्तुभ से लोकटी घर कौटी मत कह ब्राह्मण कहला मु तो मंत्र पढ़ुची ठाकुर को आबा घर कौटी मुझे कह तू जदि घर न कहू ते छुड़े ये मर्डर करते तेणु सी भयभीत होकर घर हूँ वृंदावन उत्तर प्रदेश वृंदावन ये चलला वृंदावन ब्राह्मण को छाड़ीदेला वृंदावन नहीं कृष्ण कृष्ण बोली जिते डाकिला सी आउ शुणिले जितेबाला भाविला पुणी फेरबी ओडिशा फेरिकी से ब्राह्मण को आग हत्या करी कहीं मत मिछ ठिकणाटा यही कथा जो भाविक माने रेल स्टेशन आड़ को आउ ये ब्राह्मण जो मंत्र रे कृष्ण को वर्णना करिथिला सेई भलिया जने युवक आगे ये पचारा तुम्हें किए ना तुम्हें जहाँ को खोजुल मुझे कृष्ण आपण मैंने भागवतर गोटे कथा भी शुणी उद्धव कृष्ण को भजिबू मु मले कृष्ण को पाइब माने अहंकारता जेपर्यंत तुम भीतर अच्छी तुम्हें कौन कृपा पाई जिते आ भीतर अहंकारता चली जाए ये क्लांत ही कृष्ण पहुंच तू पूरा मत चाकुलु मु आसिली एत डेरी कल एमती जाइए हाथ को धरला मुकुट खोल
ମୁକୁଟ ଖୋଲିଦେଲେ। ତା ମୁଣ୍ଡଟା ଭଲ ଦେଖାଯାଉନି, ହଉ ପିଇଲି। ସେ ନୁପୁରକୁ ଖୋଲ, ଇଏ ଗୋଟିଏ ଗୋଟିଏ ଅଳଙ୍କାରକୁ ଖୋଲିଲା। ପୁଣି ଚୋରଟି କୋଉଠି ନାହିଁ, ଭଲ ଦେଖାଯାଉନି, ତାକୁ ପିଇ। ଏମିତି ପିନ୍ଧି ସାରିଲା ପରେ ତାର ଯୋଉ ସ୍ପର୍ଶ, ଯୋଉଟା ଭାଗବତର ଯୋଉ କଥା, ସାଧୁ ଯେ ମଳୟ ପବନ, ସେଇ ଯୋଉ କୃଷ୍ଣଙ୍କର ସ୍ପର୍ଶ ସେ ପାଇଲା, ତା ଭିତରୁ ସବୁଯାକ କୁଆଡେ ଗଲା। ସେ ହାତକୁ ଧରି କହିଲା, ମୁଁ ଯାହା କହିବି ତୁ ସତ୍ୟ, 3 ବାର ସତ୍ୟ 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 ବୋଲି କହିବୁ ନା? ହଁ ମୁଁ କହିବି। କୃଷ୍ଣଙ୍କୁ କହିଲା, ଇଏ ଗହଣା ଯାକ ସବୁ ମୋ ଗହଣାକୁ ତୁ ପିନ୍ଧିଛୁ, ତୋ ପାଖରେ ଇଏ ରହିଲା ବନ୍ଧା। ମୁଁ ଯେତେବେଳେ ଡାକିବି ସେତେବେଳେ ଆସି ତୁ ପହଞ୍ଚିବୁ, ଯୋଉ ଗହଣାଟା ମାଗିବି ସେ ଗହଣାଟା ମତେ ଦେଇଦେବ। କୃଷ୍ଣ କହିଲେ, ବହୁତ ଭଲ। ଗୋଟା ଦିଟା ପରୀକ୍ଷା ବି କଲା, କାରଣ ପ୍ରକୃତରେ ଆମର ଉପନିଷଦର ଅଛି, ତଦେଇ ଜଟି ତନେଇ ଜଟି ତଦ ଦୂରେ ତଦନ୍ତୁକେ, ଏସବୁ ଅଛି। ସେଇ ନ୍ୟାୟରେ ସିଏ ଦୂରରେ ଡାକିଲା, ନିକଟରେ ଡାକିଲା, ଗନ୍ଧିଆ ଜାଗାରେ ଡାକିଲା, ଭଲ ଜାଗା ଡାକିଲା, ସବୁଠି କୃଷ୍ଣ ପହଞ୍ଚିଲା। ହଉ ଯା, ଆଉ ମୋର ବିଶ୍ୱାସ ହେଇଗଲା। ସତରେ ଏ କଥା ମୁଁ କାହିଁକି କହିଲି? କୃଷ୍ଣ ଆଜି ନନ୍ଦୋତ୍ସବରେ ସେଇ କୃଷ୍ଣଙ୍କ କଥା ଟିକେ ଆମେ ଶୁଣିବା, ମନ ଭିତରେ ତାଙ୍କ କଥା ଚିନ୍ତା କରିବା। ତାଙ୍କର ଏଭଳି ଅବତାରୀ ପୁରୁଷ ବୋଧେ ପୃଥିବୀରେ ଆସିନାହାନ୍ତି। ଆଚ୍ଛା ସଜ୍ଜନ, ଏଇଟା ପ୍ରବଚନ ନୁହେଁ, ଗୋଟେ ସତ୍ସଙ୍ଗ, ଆମର ଗୋଟେ ପାରିବାରିକ ସତ୍ସଙ୍ଗ। ଏତେ କଥା ମୁଁ ବଢ଼େଇ ବଢ଼େଇ କହିବାକୁ ଚାହୁଁନି। ନନ୍ଦୋତ୍ସବ ଏହା ହେଉଛି ଆମ ପରିବାରର କଥା। ଆମ ପରିବାରରେ ଯେତେବେଳେ ଆନନ୍ଦ, ଯଶ ଆଉ ଦୟା, ଇଏ ତିନୋଟି ଯାକ କଥା ଯେତେବେଳେ ପ୍ରତିଟି ପରିବାର ଭିତରେ ପହଞ୍ଚିବ ବା ଆସିବ, ସେତେବେଳେ ସେଇ ପରିବାରଟି ବୈକୁଣ୍ଠ ହେଇଯିବ, ସେଇ ପରିବାର ବୃନ୍ଦାବନ, ସେଇ ପରିବାର ଅଯୋଧ୍ୟା। ଆଚ୍ଛା ସଜ୍ଜନ, ଆପଣମାନେ ଜାଣିଛନ୍ତି, ମୁଁ ତା ଖାଲି ମନେ, ଦେବକୀ ବସୁଦେବଙ୍କୁ ବାହାଘର କରି ଭଉଣୀକୁ ଭାଇ ଗୋଟେ ରଥରେ ବସେଇକିରି ବାଟୋଇ ଦେବା ପାଇଁ ଯାଉଛି। ତାହେଲେ କଂସ ଦେବକୀ ବସୁଦେବଙ୍କୁ ବହୁତ ଭଲ ପାଉଥିଲା। ଦେବକୀଙ୍କ ପାଇଁ ବସୁଦେବ ବର ହେବେ, ଏକଥା କଂସ ବି ନିର୍ବାଚନ କରିଥିଲା।
ବାଟରେ ଗୋଟେ ଶବ୍ଦ କାଳେ ଶୁଭିଲା, ତା ଲେଖା ହେଇଛି। ସେ ଶବ୍ଦଟା ହଉଛି, ସେ ବାକ୍ୟଟା ହଉଛି, ତୁ ଯାହାକୁ ଏତେ ଭଲ ପାଇ ତାକୁ ରଥରେ ନଉଛୁ, ତାରି ଅଷ୍ଟମ ଗର୍ଭ ତୋର ଶତ୍ରୁ ହେଇ ଜନ୍ମ। ଆଚ୍ଛା କୁହନ୍ତୁ, ଆମେ ମାନେ ଏଠି ଆଜି ବହିଛୁ, ବଳିଆ ଆଇକି ବସୁଛୁ, ଯଦି ଓଇଖିନା ବି ଗୋଟେ ଶବ୍ଦ ଆସିବ, ଏ ଗେଟ୍ ପାଖରେ ଗୋଟେ କିଏ ବମ୍ ପକେଇ ଆମେ ଏଠି ବସିବା, ଦୌଡ଼ା ଦୌଡ଼ି ହେଇ ମତେ ବି ପେଲିପାଲି ଠିକ କୁଆଡ଼େ ପଳେଇବେ। ତେଣୁ କଂସର ଏଟା ଭୁଲ କଣ? ସେ କଣଟା ଭୁଲ କଲା? ଯେତେବେଳେ ଗୋଟେ ସେ ଶବ୍ଦ ଶୁଭୁ କି ତା ମନରେ ପ୍ରେରଣା ଆସୁ, ଏଇ ଭଉଣୀର ଅଷ୍ଟମ ଗର୍ଭଟି ମତେ ମାରିବ, ସେ କଣ ଆଉ ତାକୁ ଫୁଲମାଳ ଦେଇ ପୂଜା କରିଦ? ତଥାପି ଛାଡ଼ିଦେଲା। ଅଷ୍ଟମ ଗର୍ଭ ଏଇ କୋଉ ଦିନ ହବ, ଯା ଭାଇ ଯା ଭଉଣୀ ଭିଣେଇ ବୁଲୁଟା। କିନ୍ତୁ ଏ ଦି ତିନିଟା ଗର୍ଭ ଯାଇଛି କି ନ ଯାଇଛି, ଗୋଟେ ନାରଦ ଚରିତ୍ର ପୁରାଣରେ ଆସେ। ସେ ନାରଦ କାଳେ ପହଞ୍ଚିଗଲେ, କହିଲେ କଣ ତୁ ତାକୁ ଛାଡ଼ିଦେଲୁ, ତାକୁ ବନ୍ଦିଶାଳାରେ ରଖୁନୁ, ତା ଅଷ୍ଟମ ଗର୍ଭ ଯାଇ ମାରିବ, ମୁଁ କାହିଁ ଆଗରୁ? ନା, ତୁ ବିଷ୍ଣୁ ମାୟାକୁ ସତ୍ୟ ବୁଝି, ପ୍ରାଣୀ ଅଛନ୍ତି ଏତିମଜି, ସେ କେତେବେଳେ ମାୟା ଧର କଣ କେତେବେଳେ କରିଦେବା ତତେ ଜଣା। ଅଷ୍ଟମ ଗର୍ଭକୁ ପଡ଼ି ପଞ୍ଚମ ଗର୍ଭକୁ ନେଇ ଯାଏ। ଏଥିରେ କଂସର କଣ ଭୁଲ ରହିଲା? ନାରଦ ଯେହେତୁ କହିଲେ, ତାକୁ ଶିଖେଇଲେ, କଂସ ଭଉଣୀ ଭିଣେଇକି ନେଇ କାରାଗାରରେ ରଖିଲା। ସଜ୍ଜନ ପରିବାର ହଉଛି ଗୋଟେ କାରାଗାର। ଏଇ ଯୋଉ ଆତ୍ମା ଆମ ଭିତରେ ଅଛି, ଇଏ ଗୋଟେ କାରାଗାର ଭିତରେ ଅଛି। ପଞ୍ଚ ମହାଭୂତରୁ ତୈରି ଗୋଟିଏ ଶରୀର, ତା ଭିତରେ ଈଶ୍ୱର ହୃଦୟ ପ୍ରଦେଶରେ ଅଛି। ଆମେ ସମସ୍ତେ କାରାଗାର। ଗୋଟି ଗୋଟିକିରି ସେ ମାଇଲା। ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ଗର୍ଭଟା, ସେଇଟା ମାନେ ସପ୍ତମ ଗର୍ଭଟାକୁ କେମିତି ପୁରାଣ ଲେଖିଛି, ତାକୁ ମୁଁ ଆମ ଜୀବନ ଦର୍ଶନ ସହିତ ମୁଁ ଆପଣଙ୍କୁ କହିବି। ଆପଣମାନେ ଜାଣିଛନ୍ତି, ସେଇ କଥାକୁ ମୁଁ କହିବି। ସପ୍ତମ ଗର୍ଭଟା ଅନ୍ତର୍ଧ୍ୟାନ ହେଇଗଲା। ଅନ୍ତର୍ଧ୍ୟାନ ପୁଣି କେମିତି ହେଲା? ଇଏ ଗର୍ଭ ଭିତରୁ ସେ ଛୁଆଟାକୁ ନେଇ ରୋହିଣୀଙ୍କ ଗର୍ଭରେ ରଖାଗଲା। ତେଣୁ ପୁରାଣ ଲେଖିଛି, ଆମେ ତ ହଁ ମାରିବାକୁ ବାଧ୍ୟ। କିନ୍ତୁ ଇଏ ଅଧମ ତାକୁ ତତ୍ତ୍ୱ ଭିତରେ ବୁଝେ। ଜୀବନର ଶତ୍ରୁ କିଏ? ପ୍ରଥମ ଶତ୍ରୁ ହଉଛି କାମ, ଦ୍ୱିତୀୟ ଶତ୍ରୁ ହଉଛି କ୍ରୋଧ। କାମ, କ୍ରୋଧ, ଲୋଭ, ମୋହ, ତାପରେ ମଦ। ये 6टा गर्भ देवकींकर 6टा गर्भ बोली भावंतु नहीं। आम जीवन प्रतिटी जीवन भीतर ये 6टी शत्रु अच्छा। ये 6टी शत्रु किंतु यही 6टी होउचंती जीवन दर्शनर सर्वश्रेष्ठ मित्र। कई ज्ञानी लोक भाविबे ये 6टा शत्रु केमिति आमर 6टा मित्र हेले। प्रथम शत्रु होउची काम।
କା କହିଲେ କାୟା, ମ କହିଲେ ମନ। ମନକୁ ମନ୍ତ୍ର ସହିତ ନାମ ସହିତ ଯୋଗ କର। ମୋ ନାମ ମନରେ ଯଦି ଶ୍ରଦ୍ଧା ରଖିବ, ଶ୍ରଦ୍ଧାବାନ ଲଭତେ ଜ୍ଞାନ। ଏଠି ବଳିଆ ବସିଛି ଜଣେ ଡକ୍ଟରଙ୍କ ଘରେ, କ'ଣ ମୋତେ ଅଧିକ ପଇସା ଦେବେ ବୋଲି ବହିଛି ନା କ'ଣ? କ'ଣ କଣ୍ଡିସନ କରିକି ଆଇଛି? ରାଜେନ୍ଦ୍ର ବାବୁ ମୋତେ ଯଦି 50,000 ତାହେଲେ ମୁଁ କହିଛି। ଏଠି କ'ଣ ପାଇଁ ବହିଛି? ଶ୍ରଦ୍ଧାରେ। ଆପଣମାନେ ମୁଁ ଆସିଲି, ମୋର ବସି, ଆପଣମାନେ କାହିଁ ଆସିଲେ? କାହିଁକି ଆସିଛନ୍ତି? ଶ୍ରଦ୍ଧାରେ। ଶ୍ରଦ୍ଧା ନ ଥାଇ ଶ୍ରଦ୍ଧା ଯୋଉ ବନ୍ଧା ସେଇ ସମସ୍ତ। କାୟାକୁ ପବିତ୍ର କର। କାୟାକୁ କେମିତି ପବିତ୍ର କରିବ? କ'ଣ ଗଙ୍ଗା ଜଳ ସିଞ୍ଚି ଦେଲେ ପବିତ୍ର ହେଇଯିବ? ଯୁକ୍ତ ଗୀତାର 6ଠ ଅଧ୍ୟାୟ। ଯୁକ୍ତାହାର ବିହାର ଯୁକ୍ତ ଠିକ ସମୟରେ ଶଯ୍ୟା ତ୍ୟାଗ କର। ଠିକ ସମୟରେ ନିତ୍ୟ କର୍ମ ସମ୍ପାଦନ କର। ଠିକ ସମୟରେ ନିଜର ସ୍ୱଅର୍ଜିତ କର୍ମ ଆରମ୍ଭ କର। ଠିକ ସମୟରେ ଖାଇବ, ଠିକ ସମୟରେ ଶୋଇବ। ଅଳ୍ପ ଅଳ୍ପ କରି ଚାଲିଥର ଖା। ଠିକ ସମୟରେ ବୁଲିବା, ଖରାବେଳେ ଯାକ ବୁଲି, ଅପରାହ୍ନରେ ବୁଲିପାର, ପ୍ରଭାତରେ ବୁଲିପାର। ଏଇଟା ସାଇନ୍ସ, ଏଇଟା ଆଧ୍ୟାତ୍ମିକ, ଦିଟା ଯାକ। ଯଦି ଏହା ନ କର ତାହେଲେ ଦେହ ଖରାପ ହବ ଏବଂ ଆମେ ବିଭିନ୍ନ କଷ୍ଟ ଯନ୍ତ୍ରଣା ପାଇବା। କାୟାକୁ ପବିତ୍ର। ଇଏ କାନ ଭଲ କଥା ଶୁଣୁ, ଇଏ ମୁହଁଟା ଭଲ କଥା କହୁ, ଇଏ ଆଖି ଭଲ କଥା ଦେଖୁ। ଯଦି ମନଟାକୁ ବିକାରଗ୍ରସ୍ତ କର, ତମକୁ ଏ ଦୁନିଆଟା ସବୁ ଦେଖାଯିବ ଖରାପ। ସେଇ କାମ ଆମର ଶତ୍ରୁ ହବ ଯେତେବେଳେ ମନଟା ବିକାରଗ୍ରସ୍ତ। ସେଇ କାମ ଆମର ମିତ୍ର ହବ ଯେତେବେଳେ ଆମେ ଗୁରୁଙ୍କର ଉପଦେଶକୁ ମାନିବା, ଶାସ୍ତ୍ରକୁ ମାନିବା, ସାହିତ୍ୟ ସଂସ୍କୃତିକୁ ମାନିବା, ଧର୍ମକୁ ମାନିବା। ତାହେଲେ ଆମ କାୟା ପବିତ୍ର ହେଲା। ଆଉ ସକାଳୁ ଉଠି ମଦ ବୋତଲ ପିଇବା, ନହେଲେ ଗୋଟେ ଗୋଟେ ଲୋକ ଅଛନ୍ତି ସିଗାରେଟ ନ ପିଇଲେ ଲାଟ୍ରିନ୍ ଯାଇପାରିବେ ନାହିଁ। ଆଉ କେତେକ ଅଛନ୍ତି ବିଡ଼ି ଟାଣନ୍ତି, ଆଉ କେତେକ ଅଛନ୍ତି ଗୁଡ଼ାକୁ ଘଷନ୍ତି। ନା କାହିଁକି ଆକୁ ନ ଖାଇଲେ ଲାଟ୍ରିନ୍ ହୁଏନି। ତେଣୁ ସଜ୍ଜନ, କାୟାକୁ ପବିତ୍ର କର।
বেশি জোরে বজানা। শরীর মন রখ প্রফুল্ল, ଆମେ ଦିନେ ମରିବୁ, କିଏ ଜାଣିନି କି? କୋଉ ଲୋକରେ ଜାଣିନି ମୁଁ ଜନ୍ମ ହେଇଛି ମାନେ ମରିବୁ। ଗୋଟା ଗୋଟା ଲୋକ କହନ୍ତି ମରିବୁ ତ, ଆଉ କାହିଁକି ଆମେ ମଦ ଛାଡ଼ିବୁ? ତମେ ସବୁ ଦୁଧ ପିଇକିରି କଣ ବଞ୍ଚି ଯାଉଛ? ଇଏ ଭିତରନାକୁ କଣ ଉତ୍ତର ଦବ? ଇଏ ଗୋଟେ କାମ ଗଲା। ଦ୍ୱିତୀୟ ଶତ୍ରୁ ହେଲା କ୍ରୋଧ। ଇଏ କ୍ରୋଧର ଶେଷ ଅକ୍ଷରଟି ହଉ, ଇଏ କ୍ରୋଧ ତ ଗୀତାରେ ଯାହା ଲେଖିଛି, ଇଏ କ୍ରୋଧ ଭସ୍ମସାତ ସବୁକୁ ବୁଦ୍ଧିଭ୍ରଷ୍ଟ କରିଦବ। କିନ୍ତୁ ସେ ମିତ୍ର ହବ, ସେଇ କ୍ରୋଧ ପୁଣି ମିତ୍ର କେତେବେଳେ? ଧର୍ମ ଏକାଶୀ ନା ମହ ଧର୍ମର ଅର୍ଥ କଣ? ଧର୍ମର ଅର୍ଥ ତ ବହୁତ ଅଛି, ଏତେ କଥା ଆମେ କହିବାନି। ସତ୍ୟ କୁହ, ସତ୍ସଙ୍ଗ କର, ସତ୍ କର୍ମ କର, ସେବା କର, ଯାହା ପାଉଛ ଶାନ୍ତିରେ ଶାନ୍ତି ହୁଅ। ବେଶୀ ପାଇବା ପାଇଁ ଲମ୍ପଟ ହୁଅ ନା। ଜୀବ ପ୍ରତି ଦୟା ରଖ। ଜୀବ ପ୍ରତି ଦୟା ରଖ। ଜୀବରେ ଯାର ଦୟା ନାହିଁ, ଉଦ୍ଧବ ଚାଣ୍ଡାଳ। କ୍ଷମା, ଦଣ୍ଡ ଦେଇ କେ ଦୁନିଆରେ ବଡ ହୁଏ ନା। ଦଣ୍ଡ ଦବ ସେତିକି ବେଳେ ତାକୁ ଥରେ ଦିଥର ଟିକେ କ୍ଷମା ଦିଅ, ଆଉ ଏକାଥରେ ବଡ। ମହାପ୍ରଭୁ ଚୈତନ୍ୟ ପ୍ରତାପ ରୁଦ୍ରଦେବଙ୍କୁ ପଚାରିଲେ, ହେ ରାଜନ, ମୁଁ ଗୋଟେ ଭିକ୍ଷା ନେବା ପାଇଁ ଆସି। ପ୍ରତାପ ରୁଦ୍ରଦେବ କହିଲେ, ଆପଣଙ୍କୁ ମୁଁ କି ଭିକ୍ଷା ଦେବି? ଆଜି ପର୍ଯ୍ୟନ୍ତ ଯେତେ ଲୋକଙ୍କୁ ଆପଣ ଫାଶୀ ଖୁଣ୍ଟରେ ଝୁଲେଇ ଦେଇଛନ୍ତି, ମୁଁ ଗୋଟିଏ ଲୋକର ଜୀବନ ଦାନ ଭିକ୍ଷା ମାଗିଛି। ପ୍ରତାପ ରୁଦ୍ରଦେବ କହିଲେ, ଏଇଟା ମୋ ଦ୍ୱାରା ହେଇଟା, ମୋର ସେ ଅଧିକାର। ତମର ଯଦି ଅଧିକାର ନାହିଁ, ତୁମେ ବଞ୍ଚେଇ ପାରିବ, ତାହେଲେ ଦୋଷଟା ଜାଣିବା ପୂର୍ବରୁ ଜଣକୁ ଫାଶୀ ଖୁଣ୍ଟରେ ଝୁଲେଇ ଦେଉଛ, ସେତେବେଳେ ସେ ଆସିଲା ନିୟମ। ସେଇଠୁ ପ୍ରତାପ ରୁଦ୍ରଦେବ ମହାପ୍ରଭୁ ଚୈତନ୍ୟଙ୍କର ଶରଣାପନ୍ନ। ଆଜି ବି ଅନେକ ଐତିହାସିକ ମତ ଦିଅନ୍ତି, ମହାପ୍ରଭୁ ଚୈତନ୍ୟ କାଳେ ଓଡ଼ିଶାକୁ ପଙ୍ଗୁ କଲେ। ପ୍ରକୃତରେ ସେଇଆ। ଏସବୁ କହୁଛନ୍ତି, କୁହନ୍ତୁ। ତେବେ ଯାହା ହଉ, କ୍ରୋଧ ସେତିକି ବେଳେ ମିତ୍ର ହବ। ଦାୟିତ୍ୱକୁ ଧାରଣ କର, ଦାୟିତ୍ୱକୁ ବହନ କର। ତୁମକୁ ଯାହା ଦିଆହେଇ ତାକୁ ପାଳନ କର। ଧାରୟତି ଇତି ଧର୍ମ, ପାଳୟତି ଇତି ଧର୍ମ।
କେଉଁଥିରେ ଧାରଣ କରିବ, କେଉଁଥିରେ କର୍ତ୍ତବ୍ୟ କରି ପାଳନ କରିବ। ତେଣୁ ତା ନାଁ ହେଉଛି କ୍ରୋଧ। ଇଏ ଦ୍ୱିତୀୟ ଶତ୍ରୁ। କାମ କ୍ରୋଧ ପରେ ତୃତୀୟ ଶତ୍ରୁ ହେଲା ଲୋ ଆଉ ଭ। ଭକ୍ତିକୁ ଠାରେ ଦୁର୍ବାସ ଗୁରୁଙ୍କର ବାକ୍ୟକୁ ଧାରଣ କରି ତୁମ ଭିତରେ ଥିବା ସମସ୍ତ ଆବର୍ଜନାକୁ ତୁମେ ଛେଦନ କର। ଦମ୍ଭୋଦର୍ପ ବିମାନ କ୍ରୋଧ ପାରୁଷ ଆକୁ ସବୁ ଛେଦନ କର। ଲୟ ରଖ ବର୍ଜ୍ୟାବେଶ୍ୟ ମନୋଜେବା ନିତ୍ୟ ଯୁକ୍ତା ଉପାସ। ଗୁରୁ ଗୋବିନ୍ଦଙ୍କ ପାଦରେ ଲୟ ରଖ। ଲୟଟା ଭୁଲ। ଶାଲବେଗ ଐତିହାସିକ ଲୋକ, ସେ ପୌରାଣିକ ଲୋକ ନୁହେଁ। ବୃନ୍ଦାବନରୁ ଡାକ ଦେଲେ କାଳିଆକୁ। ମୋହ ଯିବା ଯାଏ ନନ୍ଦୀ ଘୋଷେ ଥିବୁ କେ ଥିଲେ ନା ଆଉ। ଯାହା ହଉ ତକ ଭାଙ୍ଗି ଯାଉ, ରଥ ଭାଙ୍ଗି ଯାଉ। ମୁଁ ନିଜେ ଏଇର ସେବକ, ଇଏ ନିଜେ ଅନୁଭବ ଗୋଟେ କରିଛି। ମୋ ଅନୁଭୂତି କଥା ମୁଁ କହୁଛି। କିନ୍ତୁ ଆଜି ବି ଜଗନ୍ନାଥଙ୍କ ପାଖରେ ବା ଇଷ୍ଟଙ୍କ ପାଖରେ ବା ଗୁରୁଙ୍କ ପାଖରେ ଲୟ ରଖିଲେ ହବ ନା। ତେଣୁ ସଜ୍ଜନ ଏ ନାବେ ଗୁରୁ କର୍ଣ୍ଣ ଧାର। କାମ କ୍ରୋଧ ଲୋଭ ତାକୁ ଆଲୋଚନା କଲେ ଆଉ ସମୟ ଯିବ। ମୁଁ ଏତେ କଥା କହୁନି। ଆମ ଗୋଟେ ପାରିବାରିକ କଥା, ଗୋଟେ ଗପ ତପ ହେଲା ଭଳିଆ ହଉଛି। ଆଉ ଲୋଭ ଗଲା, ତାପରେ ଗୋଟେ ଆଇଲା କଣ ମୋହ। ଆଚ୍ଛା, ମୋହ ଯଦି ନ ରହିବ ମୁଁ ଏ ଚେୟାରଟାରେ ବସିପାରିବି? ମୋହ ରଖିବାକୁ ପଡେ। କିନ୍ତୁ ସବୁ କର, କିନ୍ତୁ ହରି ହରି हरि कहले नरसिंह नर, हरि कहले हनुमान राम, हरि कहले सर्प अनंत सत्य। तेणु ये हरि की धरिया को पड़ो। हरि कहले गौर हरि हरि। कलि जुगर सर्वश्रेष्ठ मार्ग कौन? हरेर नामैव केवलम। तेणु सज्जन मोह तमें खाली मो पुओ मो झियो मो ज्वाई मो नातुणी एमती हो, किंतु सेया हुओ सेया नले पिला गुड़ाक मनुष्य केमती घर द्वारा केमती गढ़ा। लोभ रखा पड़ो, ए मोह रखा पड़ो। भल पाइबा रहिबो ता देहरे, मोहरे भल पाइबा रहे।
तारी भीतर रही पंकीर जेन्हे पंके आमे घर करिचु फ्रिज अच्छी टीवी अच्छी आम पाखे सबू अच्छी ये कहीं आपण मैंने बस यही जो समय क्षणमपी सज्जन संगति रेखा भवती भवान्नव तरणि आमे आज अगस्ट 16 अमुक जगार आमे बसी सत्संग करूथिलु एटा वर्तमान आपण काली की भूली किंतु से अदृश्य पुरुष से निराकार पाखु आम खबर भाई पहुंची गलानी तांको डायरी लेखा है आपण माने सत्संग कर स्वीकृत को ने पुणी परजन्म आपण भोग करेंगे मोर मानस गुरु कहले पाया पूर्वे जेहू करी थाई स्वीकृत केशव कार्य लागे तार भागवत कहले पूर्व अर्जित कर्म जाची मुझे आपण माने यदि सत्संग करुचंती रामचरित्र मानस तुलसी कहले विनु सत्संग यही सत्संगर आमर पितृपिता माने वर्तमान उद्धार हो गले जाउचंती कारण आपण माने एटी सत्संग करूचंती अमोक्ष प्रेत पितृ लोकमान से माने मुक्ति पाउछन तार प्रमाण मध्य ये होची मोह मनरे हरिनाम टिके कर आमर कुआ जाइछि गोविंद 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 पदु गळुछि भक्त से मक आनंदे बोलो आनंदे हरि हरि का हरि को नाम मेरा तेणु मोहटी समस्त को भल पा समस्त को सत शिक्षा रोग को घृणा करी पार किंतु रोगी की नुह रोगीर सेवा तेणु सज्जन
ଇଏ କଂସ 6ଟି ସନ୍ତାନକୁ କାଳେ ମାଇଲା, କିନ୍ତୁ ଆମ ଭିତରେ ଯୋଉ ଜୀବନ କଂସ ଇଏ 6ଟିକି ମାଇଲା। ଆଉ କାମ, କ୍ରୋଧ, ଲୋଭ, ମୋହ, ତାପରେ ମଦ। ମଦ କଲେ ଇଏ ବିୟର ଫିୟର ନୁହେଁ, ଇଏ ଯୋଉ ହୁସ୍କି ଫୁସ୍କି ଏ ସବୁ ଫରେନ୍ ଲିକର। ମଦ କହିଲେ ଅହଙ୍କାର। ଏଇ ଯୋଉ 6ଟି ଯେତେବେଳେ ଆମ ଭିତରୁ ଚାଲିଯିବ, ସପ୍ତମ ଗର୍ଭଟା ଅନ୍ତର୍ଧାନ, ସିଏ ଆଉ ରହିବନି। କହ ନାରେ ବାବା ଏଠି ଆଉ ରହିହବନି, ତାର ପଳେଇବା। ଅହଙ୍କାର ବଳନ୍ଦର ବିମୁଚ୍ୟ ଜୀବନ କଂସ 6ଟିକି ମାଇ ସପ୍ତମ ଗର୍ଭଟା ଅନ୍ତରାଳ ହେଇଗଲା। ସେମାନେ ଅହଂ ଶୂନ୍ୟ ହେଇଗଲା, ଅହଙ୍କାର ପଳେଇଲା। ତାପରେ କିଏ ଆସିବେ? କୃଷ୍ଣ ଜନ୍ମ ନେବେ, ଅଷ୍ଟମ ଗର୍ଭ। ଏଇ ଯୋଉ କୃଷ୍ଣ ଅଷ୍ଟମ ଗର୍ଭରେ ଜନ୍ମ, ଇଏ ଅଷ୍ଟମଟି କଣ? ଏ ବି ଗୋଟେ, ତାକୁ କହୁଛନ୍ତି ମାସା, ମାନେ ଈର୍ଷା। କିନ୍ତୁ ଗୀତା କହୁଛନ୍ତି ଇଏ ଜଗତ ଓ ପ୍ରତିଟି ଜୀବନ, ପ୍ରତିଟି ଘରର ସମସ୍ତ ପଦାର୍ଥ, ଇଏ ସୃଷ୍ଟିରେ ସେ ପେଟ୍ରୋଲ କୁହ, ଡିଜେଲ କୁହ, କୋଇଲା ଯାହା କୋଉଠୁ ସୃଷ୍ଟି ହେଇଛି? ଏଇ ଯୋଉ ଅଷ୍ଟମ ଗର୍ଭ, ଏଇ ଅଷ୍ଟମ ଗର୍ଭ ସବୁ କରିଛି। ଆପଣ କୋଇଲା ତିଆରି କରି ଜାଣିଛନ୍ତି? ଆପଣ ପେଟ୍ରୋଲ ତିଆରି କରିଛନ୍ତି? କିରୋସିନି କରିଛନ୍ତି ନା? କୋଉ କଥାଟା ମଣିଷ କରିଛି ମତେ କହିବେ, କୁହନ୍ତୁ। ଆପଣ ଯୋଉ ଆପଣ କହିବେ, ଆପଣ କହିବେ ଏ ଚେୟାରଟା ମଣିଷ କରିଛି, କାଠଟାକୁ କଣ ମଣିଷ ତିଆରି କରିଛି? ହଁ, କାଠଟାକୁ ଆମେ ତିଆରି କରିଛୁ। ସେ କାଠଟା କୋଉଠୁ ଆସିଲା? ଗଛଟାକୁ କିଏ ତିଆରି କରିଛି? ଏଇଠି ନିମ୍ବ ଗଛ ଥିଲା, ସେଇଟା ପିତା ଲାଗୁଥିଲା, ତାକୁ କାଟିଦେଇ ଗୋଟେ ଆମ୍ବ ଗଛ ଲଗାଗଲା। କି ସୁଆଦିଆ ଆମ୍ବ! ଇଏ ହଉଛି ହରି ସମୟର, ଇଏ ହଉଛି ଭଗବାନଙ୍କ ଦୁନିଆର ଲୀଳା କହିଲେ ଏଇ। ଆମେ ଖାଲି ଭାବୁଛୁ ସେ ବୃନ୍ଦାବନରେ ଲୀଳା କରିଥିଲେ, ସେ ଅଯୋଧ୍ୟାରେ ଲୀଳା କରିଥିଲେ। ନାଇଁ, ଲୀଳା ଚାଲିଛି। ତାହେଲେ ଇଏ ଦୁନିଆରେ ଅଷ୍ଟମ ଗର୍ଭଟା କଣ? ଭୂମିରା ମାନଲ ବାୟୁ ଖଂ ମନ ବୁଦ୍ଧିରେ ଅହଙ୍କାର ଏଇ 8ରେ ତ ସବୁ ତିଆରି ହେଇଛି। ଏ ଯୋଉ ଘର ତିଆରି ହେଇଛି, ଫ୍ୟାନ ବୁଲୁଛି, ସବୁ ଏଇ 8। ଏ ମଣିଷ ଗୁଡ଼ିକ ଚନ୍ଦ୍ରମଣ୍ଡଳରୁ ନେଇ ଆଇଲେ, ପୁଣି କଣ ଏବେ କୁଆଡ଼େ ଯାଇଥିଲେ, ପୁଣି ଆଇଲେ। ଇଏ ସବୁ ଏଇ 8 ଭିତରେ ଅଛି। ଆମେରିକାର ବିଜ୍ଞାନ ଅଛି, ରଷିଆର ଅଛି, ଚୀନର ଅଛି, ଜାପାନର ଅଛି, ଭାରତର ଅଛି, ସମସ୍ତଙ୍କର ଅଛି। 1ରେ ଭୂମି, 2ରେ ଜଳ, 3ରେ ଅଗ୍ନି, ଭୂମିରା ପାନ, 4ରେ ପବନ, 5ରେ ଆକାଶ, ଗ୍ରହ ତାରା ନକ୍ଷତ୍ର, ତାପରେ
ଭୂମିରାପାନର ବାୟୁ ଖମ, ତାପରେ ମନ। ଆମ ଭିତରେ ମନ ନହେଲେ କ'ଣ ଏତେ କଥା ହବ? ମନ, ତାପରେ ହଉଛି ବୁଦ୍ଧି, ତାପରେ ହଉଛି ଆତ୍ମା। ଏ ମଣିଷ ତମେ ଏତେ ଅହଙ୍କାର କରୁଛ, ମୁଁ ସବୁ ସୃଷ୍ଟି କରୁଛି, ତମେ ଖାଲି ମିଥ୍ୟାରେ ନା ନଉଛ। ତମେ ପରଧନରେ ମଙ୍ଗଳବାର କରୁଛ। ପରଧନ କହିଲେ ପରମାତ୍ମା କର। ଆଚ୍ଛା, ଇଏ 8ଟି ଆତ୍ମାନେ ଭାବିକିରି କହିବେ। ଏଠି ତ ଏ ବାଲେଶ୍ୱରର ସ୍ୱର ଅଞ୍ଚଳ ଶିକ୍ଷାବିତ୍ ମାନେ ସମସ୍ତେ ସବୁ ପ୍ରକାର ଲୋକ ଏଠି ବସିଛନ୍ତି। ଇଏ 8 ପରେ ଆଉ କଣଟା ଅଛି ଯେ ମଣିଷଟାକୁ ତିଆରି କରିଛି? ଅମ୍ଳଜାନ ତିଆରି କରିଛି କିଏ? ଗଛ ଲଗେଇଛ ତମେ, ଗଛରୁ ଅମ୍ଳଜାନ ତିଆରି କଲା କିଏ? ଆମେ ଯୋଉ ଅଙ୍ଗାରକାମ୍ଳ ଛାଡ଼ିଲୁ ତାକୁ ଗଛ ନେଲା, ତାକୁ ତିଆରି କରିଛି କିଏ? ଇଏ ସବୁ କଣ? ଏଇ ଦେବକୀଙ୍କର ଅଷ୍ଟମ ଗର୍ଭ। ଯେତେବେଳେ ଅହଙ୍କାର ଆମ ଭିତରୁ ଚାଲିଯିବ, ସେତେବେଳେ କୃଷ୍ଣ ଜନ୍ମ ହେଲେ। ସିଏ କୃଷ୍ଣ ପୁଣି କଂସକୁ ବଦ୍ଧ କାଳେ କଲେ। ବିଲକୁଲ ମିଛ ହେଇପାରେ, ମୁଁ ଜାଣିନି। ଏଇ ଟିଭିରେ ଦେଖୁଛି କଣ ବଦ୍ଧ କଲେ, କିନ୍ତୁ ବିଶ୍ୱରୂପ ଦେଖିଲା। କୃଷ୍ଣ ବଳରାମ ଦି ଭାଇ ଠିଆ ହେଇଗଲେ କଂସ ପାଖରେ। ଇଏ ଜଗେଇଥିଲା ଅଷ୍ଟମଲ୍ଲ, କୁବଳୟା ହାତୀ। ଇଏ ସମସ୍ତଙ୍କୁ ମାରିକି ଚନ୍ଦ୍ରଶେଖର ଥିଲେ, ତାକୁ ପଚାରିଥାନ୍ତି ସେ କଣ କେଡ଼େ ବଡ଼ ଗାୟକ ହେଲାଣି କାଳେ ସବୁଆଡ଼େ, ଆଜି ତାର ପାଲା ପଳେଇଲା। ପାଲାରେ ସବୁ ଗାଇକି ଲୋକଙ୍କୁ ସବୁ ବହୁତ ପୁରାଣ ଶୁଣଉଛ। ଇଏ କଥା ଶୁଣିବା ଦରକାର ଏବଂ ଶୁଣେଇବା ଦରକାର। ତେଣୁ ଦି ଭାଇ ଯାକ ଠିଆ ହେଇଗଲେ। ଗୀତାର ସେଇ ଶ୍ଲୋକ ପଢ, ଅନେକ ବାହୁ ଦେଖିଲା, ଇଏ ମୁଁ ଆକୁ ମାରିବି କଣ? ଆର କଣ ଦୁଆରେ ଦେଖା ବେଳକୁ ସର୍ବତ ପାଣି ପାଦା ସର୍ବତ ଖିଜିର ସର୍ବତ ସବୁଆଡେ ହାତ, ସବୁଆଡେ ଗୋଡ, ସବୁଆଡେ ଆଖି କାନ। ଆକୁ ମୁଁ କଣ ମାରି? ଆଉ ମୂର୍ଚ୍ଛିତ ହେଇ ପଡିଗଲା। ଇଏ ଜାଣିକିରି ଦି ଭାଇ ଯାକ ଆରେ ମାମୁର କଣ ହେଲା ବୋଲି କହି ତାକୁ ଆଉଁସା ଆଉଁସି କରୁଛନ୍ତି। ସେତିକି ବେଳେ କଂସର ଜୀବନ ଦୀପ ତା ଭଳିଆ ଭାଗ୍ୟବାନ ଲୋକ କିଏ ହେଇପାରିବ? ମୁଁ ଆଗେ କହୁଛି, ମୁଁ ଆଗେ ହେଇପାରିବି କି ନାହିଁ ସନ୍ଦେହ। କୃଷ୍ଣ ବଳରାମ କାହାକୁ ବଦ୍ଧ କରିଲା? ମଞ୍ଚାରୁ ପଡି ମାମୁଁ ମଲା, ମତେ ତ ଦଇବ ରଖିଲା। ଇଏ ସବୁ ପରବର୍ତ୍ତୀ ସମୟର କଥା। ମୋ ମାମୁଁର କଣ ହେଲା? ଗୋଟେ ଏଡ ବଡ ମୋଟା ମଣିଷଟା କାହିଁକି ସିଂହାସନରୁ ଗଡ଼ି ପଇଲା? ତା ନାକରେ ହାତ ମାର, ତା କାନରେ ହାତ ମାର, ଯେମିତି ଗୋଟେ ମଣିଷ ମୂର୍ଚ୍ଛା ଗଲେ ତା ପାଟିରେ ପାଣି ଦେ। ଏମିତି ହଉଛି, ଅନେଇ ଦେଲା। ଏ ଦୃଶ୍ୟମାନ ଇଏ କୃଷ୍ଣ ବଳରାମ ନୁହନ୍ତି, ଇଏ ହଉଛନ୍ତି ସେଇ ପରମାତ୍ମାଙ୍କର ଧବଳ ଜ୍ୟୋତି ଆଉ ନୀଳ ଜ୍ୟୋତି।
ମିଶିଗଲା ତଥା ଜୀବାତ୍ମା ବିଶ୍ୱଗ୍ରାସୀ ଚର। ଏଇ ବାଲେଶ୍ୱରର କବି। ତେଣୁ ସଜ୍ଜନ କଂସ ଭଳି ଭାଗ୍ୟବାନ ଲୋକ କେହି ନାହାନ୍ତି। ଆମେ ସବୁବେଳେ ନେଗେଟିଭ ଅର୍ଥରେ ସବୁ ଗୁଡାକ ନେଇକିରି ସେ ରାବଣ ଭୁଲ, କଂସ ଭୁଲ, ଆମେ ସବୁ ଠିକ। ହଉ ସଜ୍ଜନ, କଂସ ବଧ ହେଇଗଲାଣି, ଆଉ ନନ୍ଦ ଉତ୍ସବ କଣ? ତୁ ନନ୍ଦ ଉତ୍ସବ ସାରା ସରିଲାଣି କୋଉ ଦିନଠୁ। ତେଣୁ ସଜ୍ଜନ କଥାକୁ ଏଇଠି ରଖିବା। ଯେତିକି କହିଲି ସେତିକି ଟିକେ ଭାବିବେ, ମନେ ରଖିବେ, ଯଦି ଭଲ ଲାଗିବ ସେଇ କଥା ଅନ୍ୟମାନଙ୍କୁ ମଧ୍ୟ